ଭାଙ୍ଗିଗଲା ସିଂଘମ ବନିବାର ସ୍ୱପ୍ନ। ପ୍ରଥମ ଦିନରେ ହିଁ ସ୍ୱପ୍ନ ଭାଙ୍ଗି ରୁଜି ହୋଇଗଲା ଚୁରମାର। ପୋଷ୍ଟିଂର ପ୍ରଥମ ଦିନରେ ହିଁ ବୁଜିଦେଲେ ଆଖି। ଆଇପିଏସ୍ ଚାକିରିର ପ୍ରଥମ ଦିନରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ପୋଷ୍ଟିଂର ପ୍ରଥମ ଦିନରେ ଯାଉଥିଲେ ଜଣେ ଆଇପିଏସ୍ ଅଧିକାରୀ, କିନ୍ତୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରାଣବାୟୁ। ପ୍ରଥମ ଦିନ କେତେ କ'ଣ ନୂଆ ଅନୁଭୂତି ସାଉଁଟିଥାନ୍ତେ, ହେଲେ ତା ପୂର୍ବରୁ ସବୁ କିଛି ଯେମିତି ହେଇଗଲା ଶେଷ। ସେଇଥିପାଇଁ ବାଟରେ ଯାଉ ଯାଉ ହିଁ ଘଟିଗଲା ଅଘଟଣ। ଆଉ ସବୁଦିନ ପାଇଁ ଆଖି ବୁଜିଦେଲେ ଆଇପିଏସ୍ ଅଫିସର। କର୍ଣ୍ଣାଟକରେ ଘଟିଛି ଏଭଳି ଏକ ଅତି ଦୁଃଖଦ ଘଟଣା। ସଡ଼କ ଦୁର୍ଘଟଣାରେ ରାଜ୍ୟ କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଆଜି ତାଙ୍କର କାର୍ଯ୍ୟରେ ଯୋଗଦାନ ଥିବାବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି। ମୃତକ ଜଣକ ହେଉଛନ୍ତି ଯୁବ ଆଇପିଏସ୍ ଅଫିସର ହର୍ଷବର୍ଦ୍ଧନ। ମାତ୍ର 26 ବର୍ଷ ବୟସ ତାଙ୍କୁ ହୋଇଥିଲା। ସେ କର୍ଣ୍ଣାଟକ କ୍ୟାଡରର 2023 ବ୍ୟାଚ୍ ଆଇପିଏସ୍ ଅଫିସର ଥିଲେ। ତାଙ୍କ ଘର ମଧ୍ୟପ୍ରଦେଶରେ। ମସୁରୀରେ 4 ସପ୍ତାହର ଟ୍ରେନିଂ ସରିବା ପରେ ଆଜି ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା। କାର୍ଯ୍ୟରେ ଯୋଗଦାନର ପ୍ରଥମ ଦିନରେ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି। କହି ରଖିବାକୁ ଚାହିଁବୁ ଯେ ସେ କାର୍ଯ୍ୟରେ ଯୋଗ ଦେବା ପାଇଁ ପୋଲିସ ଗାଡ଼ିରେ ଯାଉଥିଲେ। ଏହି ସମୟରେ ଗାଡ଼ିର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଏଥିରେ ହର୍ଷବର୍ଦ୍ଧନଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ। ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତେବେ ହର୍ଷବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇବା ସହ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ଏପରି ଘଟିବା ଉଚିତ ନଥିଲା ବୋଲି ସେ କହିଛନ୍ତି। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।